ବର୍ଷା ମାସରେ ବେଶୀ ମାଛି ମଶା ହୁଅନ୍ତି, ତା ସହିତ ଅସରପା ମଧ୍ୟ ବେଶୀ ହୁଅନ୍ତି। ଆଉ ଏମାନେ କଂସା ବାସନ ଖାଦ୍ୟରେ ମଧ୍ୟ ସବୁଥିରେ ପଶିଯାଆନ୍ତି। ଆଉ ଯେଉଁଥିରେ ପଶିଯାଆନ୍ତି ସେ ଜିନିଷଟା ଜମା ବି କାରବାର କରି ହୁଏନି, ଭାରି ଗନ୍ଧ ହୁଏ। ଆଉ 2-4 ଦିନ ଯେଉଁଠି ରହିଯାଆନ୍ତି ସେଠି ଅଣ୍ଡା ମଧ୍ୟ ଦେଇଦିଅନ୍ତି, ତାଙ୍କର ବଂଶ ବିସ୍ତାର ହୁଏ। ଆଜି ଚାଲନ୍ତୁ ଦେଖିବା ଅସରପାକୁ କିପରି ଆମେ ଅତି ସହଜରେ ଦୂର କରିପାରିବା। ଗ୍ୟାସ୍ ଉପରେ ଝିଟିପିଟି ମଧ୍ୟ ଆସନ୍ତି, କାନ୍ଥରେ ବୁଢ଼ିଆଣୀ ମଧ୍ୟ ଆସନ୍ତି। ଏମାନେ ସବୁଥରର ଏଇ ଯେଉଁ ଉପାୟଟା ହେଇଛି, ଏଇ ଯେଉଁ ରେମେଡ଼ିଟି ମୁଁ ତିଆରି କରିଛି ସବୁଥିରେ କାମ ଦେବ। ସାଙ୍ଗମାନେ ଯଦି ଆପଣଙ୍କର ଏଇ ଅସୁବିଧା ହେଉଛି ତାହେଲେ ଆଜିର ଭିଡ଼ିଓ ଆପଣଙ୍କ ପାଇଁ। ଯଦି ଆପଣ ଚାହୁଁଛନ୍ତି ଘରକୁ ଅସରପା ନ ଆସନ୍ତୁ ତାହେଲେ ଆଜିର ରେମେଡ଼ିଟି ଫଲୋ କରନ୍ତୁ। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ପେପର ସାହାଯ୍ୟରେ କିପରି ଆମେ ଅସରପାକୁ ଭଗେଇ ପାରିବା ଡିଟେଲ୍ସ ଜାଣିବାକୁ ହେଲେ ଆମେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା। ଯଦି ସ୍କିପ୍ କରିବେ ମୋର କିଛି ଅସୁବିଧା ହେବନି, ଆପଣ ହିଁ ଜାଣିପାରିବେନି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେନି ଆଉ କହିବେ କ'ଣ ନା ଏସବୁ ମିଛ। ଏଇଠି ମୁଁ କହୁଛି ଏ ଜିନିଷଟା 100% କାମ ଦେବ। ପେପରକୁ ମୁଁ ଏଇ ସାଇଜ୍ରେ କାଟିନେଲି, ତ ଆପଣ ଆଉ ଟିକେ ଛୋଟ କଲେ ବି ଚଳିବ। ମାର୍କେଟରେ କେମିକାଲର ଔଷଧ ସବୁ ମିଳୁଛି। ଯଦି ମାର୍କେଟ ଜିନିଷଟା ଆମେ ବ୍ୟବହାର କରିବାକୁ ଚାହୁଁନଥିବା ତ ସେଥିରେ କେମିକାଲ ଅଛି ବୋଲି ଭାବିବା, ତ ଆମେ ରୋଷେଇ ଘରେ ହେଉ ଗ୍ୟାସ୍ ପାଖରେ ହେଉ ଯଦି ଆମେ ତାକୁ ପକାଇଲେ ଆମେ ଭାବିବା ଯେ ଏଇଟା ସୁରକ୍ଷିତ ନୁହେଁ, ତ ଏମିତି ଉପାୟ ଆମେ ନିଶ୍ଚୟ କରିବା। ଏଠି ମୁଁ ନେଇଯାଇଛି ଗନ୍ଧ କର୍ପୂର। ଯେତେ ବେଶୀ ପରିମାଣରେ ଚାହିଁବେ ସେତେ ଗନ୍ଧ କର୍ପୂର ନେବେ। ଆଉ ଏ ଗନ୍ଧ କର୍ପୂରକୁ ନେଇକି ଭଲ ଭାବରେ ଗୁଣ୍ଡ କରିଦେବା। ଖରା ମାସରେ ବି ବହୁତ ଅସରପା ଉଡ଼ନ୍ତି। ଯେତେବେଳେ ବେଶୀ ଗରମ ହେବ ନା, ଦେଖିବେ ଯେତେ ସବୁ ଯେଉଁଠି ଅସରପା ଘର ଭିତରେ ପଶିଥିବେ ସବୁ ଆସିକି ଉଡ଼ିବେ। ଯେଉଁଠି ଫ୍ୟାନ୍ ବୁଲୁଥିବ ସେଠି ସବୁ ଉଡ଼ିବେ, ଯେ ଶୋଇଦେବେନି। ଯେଉଁଠି ଶୋଇଥିବେ ବେଡ଼ରୁମ୍ରେ ଆସିକି ଉଡ଼ିବେ। ତ ଅସରପାକୁ ଆମେ ଯଦି ମୂଳରୁ ଶେଷ କରିଦେବା, ବାରମ୍ବାର ଯଦି ଏମିତି ରେମେଡ଼ି ଆମେ ତିଆରି କରିବା, ବାରମ୍ବାର ଯଦି ଆମେ ୟୁଜ୍ କରିବା, ସେମାନଙ୍କ ବଂଶ ବିସ୍ତାର ହୋଇପାରିବନି, ସେମାନେ ରହିବେନି, ବିଲକୁଲ ବି ରହିବେନି ଘରେ। ହେମଦସ୍ତାର ପୁଆଟା ନେଇ ଆସିଲି, ଗୋଟେ ଛୋଟ ତାଟିଆ ନେଇ ଆସିଲି, ଆରାମରେ ମୁଁ ଗୁଣ୍ଡ କରିଦେଲି। ଯଦି ଆପଣ ଚାହିଁବେ ଜରି ଭିତରେ ପୂରେଇକି ଏମିତି ଛେଚିଦେଲେ ବି ସେ ଗୁଣ୍ଡ ହେଇଯିବ। ତାପରେ ଏଥିରେ ଆମେ କିଛି ଶ୍ରୀକର୍ପୂର ମିଶାଇବା। ଏଇ ଶ୍ରୀକର୍ପୂର ବାସ୍ନାରେ କେହି ବି ଆସନ୍ତିନି। ଆଉ ଗନ୍ଧ କର୍ପୂର ବାସ୍ନା ବି ସେମିତି, ଏମିତି ଏଇ ଯେଉଁ ପୋକ ଜୋକ ଏମାନେ ସବୁ ଜମା ଭଲ ପାଆନ୍ତିନି। ଆର ବାସ୍ନାରେ ସେମାନେ ରହିପାରନ୍ତିନି। ଯେଉଁଠି ପ୍ରବଳ ମାଛି ହେଉଥିବ ସେଠି ବି ୟାକୁ ସ୍ପ୍ରେ କରିକି ପକାଇ ପାରିବେ। ଆଉ ଯଦି ଗ୍ୟାସ୍ ପାଖକୁ ଆସୁଥିବେ ଝିଟିପିଟି ସେଠି ମଧ୍ୟ ପକାଇ ପାରିବେ। ମାଛି ଯେଉଁଠି ହେଉଥିବ ୟାକୁ ନିଶ୍ଚୟ ପକାଇବେ। ଏଇ ଯେଉଁ ସ୍ପ୍ରେ କରୁଛି ଏ ସ୍ପ୍ରେକୁ ନିଶ୍ଚୟ ପକାଇବେ। ଦେଖନ୍ତୁ ମୁଁ ଏଠି 2 ଭାଗ କରିଦେଲି, ସେତିକି ଗୁଣ୍ଡ ନେଇଥିଲି 2 ଭାଗ କରିଦେଲି। ଭିଡ଼ିଓରେ ଦେଖାଇବା ପାଇଁ ମୁଁ ଏଠି ଅଳ୍ପ ଅଳ୍ପ ତିଆରି କରିଛି, ପୁଣି ସରିଗଲେ ପୁଣି ତିଆରି ହେବ। ଆଉ ଏକାଥରକରେ ସବୁ ତିଆରି କରିକି ବେଶିକିନା ରଖିବେନି, ତାର ସ୍ମେଲ୍ ଉଡ଼ିଯିବ, ଆଉ କିଛି କାମ ଦେବନି। ଆଉ ଏଇ ଯେଉଁ ମିଶ୍ରଣଟା ତିଆରି କରିଛି ତାକୁ ଦେଖିକିରି ପାଣି ନେବା। ଯଦି ଅଳ୍ପ ଟିକେ ଗୁଣ୍ଡ ସେଥିରେ କରିଥିବା ଅଳ୍ପ ଟିକେ ଗୁଣ୍ଡ ପକାଇବା, ବେଶୀ ପାଣି ଦେଇଦେଲେ ସେଇଟା ତାର କଡ଼ା ବାସ୍ନା ରହିବନି। ଦେଖନ୍ତୁ ଗ୍ଲାସରେ ଯେଉଁ ଅଧ ଗ୍ଲାସ ତଳକୁ ଆହୁରି ମୁଁ ପାଣି ନେଇଛି, 1 ଚାମଚ ପାଖାପାଖି ଗୁଣ୍ଡଟା ସେଥିରେ ପକାଇଲି। ଆଉ ତାକୁ ଭଲ ଭାବରେ ମିଶାଇଦେବା। କର୍ପୂର ଗନ୍ଧ କର୍ପୂର ସେ ଜମା ବି ମିଶିବନି, ତାକୁ ଟିକେ ଗରମ ପାଣି ଦେଇଦେଲେ ସେ ମିଶାଇଯିବ। ମୁଁ ଦେଖନ୍ତୁ ଭଲ ଭାବରେ ଦେଇକି ଗୋଳଉଛି, ତଥାପି ସେଗୁଡ଼ାକ ସବୁ ମିଶିବନି। ଯଦି ପାଣିଟା ଫୁଟୁଥିବ ତାକୁ ପକାଇଦେବେ, ସିଏ ବି ଭଲ ମିଶିପାରିବ। ତ ମୁଁ ଏଇଠି ଥଣ୍ଡା ପାଣିରେ ପକାଇଛି। ଡାଇରେକ୍ଟ ଏମିତି ଥଣ୍ଡା ପାଣିରେ ପକାଇଲେ ସେ କଡ଼ାଟା ବହୁତ ରହିବ, ଆଉ ଗରମ ପାଣିରେ ପକାଇଲେ ତା କଡ଼ା ଏତେ ରହିବନି। ତ ଆମେ ଯଦି ସ୍ପ୍ରେ ବୋତଲରେ ନ ପୁରେଇ ପାରିବା, ଗୋଟେ ଛୋଟ ଥଣ୍ଡା ବୋତଲ ଆଣିକି ତା ଠିପିକୁ ଟିକେ ହୋଲ୍ କରିଦେବା, ସେଥିରେ ମଧ୍ୟ ଆମେ ଛିଞ୍ଚି ପାରିବା। ଆଉ ଏମିତି ଯେଉଁ ଗୁଣ୍ଡ ଗୁଡ଼ା ରହିଯିବ ନା, ଯଦି ଆମେ ସ୍ପ୍ରେ ବୋତଲରେ ପୁରେଇବା ସେଗୁଡ଼ା ଲାଖିବ, ସ୍ପ୍ରେ ଜମା ବି ହେବନି। ସେଥିପାଇଁ ମୁଁ ଏଠି ଛାଣିଦେଲି। ଦେଖନ୍ତୁ ଛାଣି ସାରିଲା ପରେ ବି ମୁଁ ଆହୁରି ରହିଯିବ, ମୁଁ ତାକୁ ଗରମ ପାଣି କରିକି ଟିକେ ଦେବି। ଦେଖନ୍ତୁ ଛାଣି ସାରିଲା ପରେ ବି କେତେ ଗୁଡ଼ାକ ରହିଯାଉଛି। ଗନ୍ଧ କର୍ପୂରଟା ଜମା ମିଶିଲାନି, ଆଉ କର୍ପୂର ଅଳ୍ପ ଅଳ୍ପ ମିଶିଛି, ଆଉ ଗନ୍ଧ କର୍ପୂରଟା ଜମା ମିଶିଲାନି। ଦେଖନ୍ତୁ ଏତିକ ଗୁଣ୍ଡ ଆହୁରି ରହିଲା। ଏମିତିରେ ଯଦି ବୋତଲରେ ପୁରେଇବା, ନହେଲେ ଯଦି ଆପଣ ଚାହୁଁଥିବେ ଆଉ ଟିକେ ଗରମ ପାଣି ଦେଇକି ତାକୁ ଭଲ ଭାବରେ ପୁଣି ମିଶାଇ ଦେଇକି ତାକୁ ଦେଇପାରିବେ। ଯେତେ ଗରମ ପାଣି ଦେଲେ ବି ଦେଖନ୍ତୁ ସେ ମିଶିଲାନି, ପୁରା କଡ଼େଇରେ ବସେଇ ଫୁଟେଇଥିଲେ ଯାଇ ସେ ଭଲ ଭାବରେ ମିଶିଥାନ୍ତା। ଆହୁରି ଟିକେ ଟିକେ ଗୁଣ୍ଡ ରହିଗଲା। ତ ସେ ଯାହା ହଉ ଆମକୁ ତ ଏମିତି ହେଲେ ମିଶାଇବାର ଅଛି। ଦେଖନ୍ତୁ ସବୁ ମିଶିଗଲା, ଟିକେ ଟିକେ ରହିଲା, ସେ କିଛି ନୁହଁ, ତାକୁ ଫୋପାଡ଼ି ଦେବା। ସାଙ୍ଗମାନେ ଆପଣ କେଉଁଠୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ନିଶ୍ଚୟ ଜଣାଇବେ। ଆଜିର এই ଭିଡ଼ିଓଟି ଯଦି ଭଲ ଲାଗିଲା ନିଶ୍ଚୟ ଗୋଟେ ଲାଇକ୍ ଦେବେ। ଆଉ ଚ୍ୟାନେଲରେ ଯଦି ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ପାଖରେ ଥିବା ବେଲ୍ ବଟନରେ ଦେବେ, ଅଲ୍ ମଧ୍ୟ ସିଲେକ୍ଟ କରିବେ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ଏଥିରେ ଆମେ ଯଦି ଟିକେ ଡେଟଲ୍ ମିଶାଇଦେବା ଆହୁରି ବଢ଼ିଆ ହେବ। ଦେଖନ୍ତୁ ମୋ ପାଖରେ ଥିଲା ଡେଟଲ୍, ମୁଁ ମିଶାଇଦେଲି। ଦେଖନ୍ତୁ ଟିକେ ନହେଲେ ମିଶାଇବା, ବେଶୀ ନାହିଁ। ଛୋଟ ଚାମଚରେ 1/2 ଚାମଚ ପାଖାପାଖି ପକାଇଲି ଡେଟଲ୍ ଏଠି ମୁଁ।
बढ़िया स्प्रे गोटे तैयारी होगला। आपको जोठी पकईदेवे, जोठी असरपा आसुथिबो सेठी पकईदेवे। आ सबुदिन एमती लाग लाग 8 दिन 15 दिन पकईदेले से जगह छाड़ी पूरा पलि जिवे, असरपा जमा भी आसबेनि। एमितिर तो असरपा माने बहुत अंधारुआ जगार अपरिष्कार जगार ही से माने रुहती। तेणुक आमको आम किचेन हो घर हो सब परिष्कार परिच्छन्न रखा पड़ो। अलिया मलिया हेले सब जिते आम जहाँ उपाय कले जहाँ चेष्टा कले जिते स्प्रे कले से किछि दिन पर पुणी आसबे। सब कम जिते सरी जाऊँगी राति गैस पाखटा सब निहाती सफा करवा दरकार। आउ जिते राति सब कम सरीज स्प्रे निश्चय पकेबे। तो एबे आमे जिबा कागज रे आर कौन व्यवहार देखिबा। न्यूज पेपर हो जेकोसी कागज हो एमती चौथ करके काटिकी रखिथे कि चिरिकी रखिथे। आउ से अधा को कम कर्पूर गुंड मुझे स्प्रे पकईली अधा को बेसी थिला। कागज रे टिके टिके आमे से गुंड को देदेबा आउ एमिति भाबरे भांगीदेबा। एमिति जदि भांगीबा ताहले ये जमा भी खोलिबनी। मु केमिति भांगुची देखंतु, एमिति भाबरे कागज को भांगीदेबा से जमा खोलिबनी। जोठी आमे थोईदेबा पकई देइथिबा से जमा भी खोलिबनी। जितेटा जगार पकेवाक चाहूँगी सेते जगह आपण एमती गुंड करके कागज मोड़िकी से जगार आपण ए कागज भांगीवाटा को लेकिन पकईदेवे। आम घर समस्या आमको समाधान करने को पड़ो। यही जो छोट छोट समस्या को आम जदि आम यही देसी उपाय समाधान करिपरिबा आमर ही लाभ। आमे मार्केट जावाक पड़ोनी, मार्केट रू महंगा महंगा जिनस आमे किनिया को पड़ोनी, पैसा देवा को पड़ोनी। अल्प पैसा खर्च करके आमे ये सब समस्यार समाधान करिपरिबा। कर्पूर खूब कम पैसा, गंध कर्पूर मध्य खूब कम पैसा। मु जेमिति कागज को भांगुची सेमिति निश्चय देखुथिबे आपण एमिति ही भांगिबे। खाली तो एमती भांगी देले हबनी। आमे कौन करवा गोटे छुंची हो जेकोसी हो आणिकी फुटई देवा ऊपर गुड़ा को। आमे तल पट जो भांगीचे आ ऊपर पटे जो पतला पटटा से पटटा आमे एमती भाव में फुटई देवा। मुझे सफ्ट पिन गोटे आणिकी फुटाऊँगी। फुटई देले तार बास्ना गुड़ाक ऊपर को आसो। आउ एमिति करके चाउल रे पकईदेवे जदि आहुरी बढ़िया हम। चाउल जोठी रखुंट से चाउल देहरे एमिति करके पुटुला पकईदेवे। आ जदि आपण भावुंट एटा फिटिଯିव ताहले गोटे रबर बांधिदेवे। ये देखो केमी मुझे फुटई दूसरी एमती भाव में फुटई देवा। तापर जोठी आम रखा कथा से नहीं रखिदेवा। जोठी असरपा मैंने आसुवे बहुत बहुत असरपा आसुवे ये जदि आम से पुड़िया को लेकिन पकईदेवा सेठी से आसबेनि। एमती जदि आम बारंबार करवा से जगह तो सेमती स्मेल हम तांको भल लगे से आसबेनि। जेकोसी बासन जदि असरपा टिके चढ़ी जाइए ना जदि से कौन जिनस आम आणिकी खाइबा से जना पड़ो केमती असरपा भाया गंधेब। आ खाइले रोग मध्य हम। विशेषकर आमको राति बहुत सतर्क होइकी आमको रोषे घर को रखा पड़ो। बासन फासन सब घोड़े की रखा पड़ो। राति काम सरला ए पुड़िया को एमती गैस पाखे रखिदेवे से माने आ गैस पाखक जमा भी आसबेनि। आज वीडियोटी केमती लगला कमेंट निश्चय जनइबे। मु पुणी आगक आसबि एमती वीडियो नहीं। जय जगन्नाथ।